ମାନେ ଆଜି ଆମେ ଆମ ନୂଆ ବହି ଷଷ୍ଠ ଶ୍ରେଣୀର ଚତୁର୍ଥ ଚାପ୍ଟର ସାମାଜିକ ବିଜ୍ଞାନର ଇତିହାସର ସମୟସୀମା ଏବଂ ଉତ୍ସର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପିଲାମାନେ ଆମକୁ ଦେଇଛି ଏକ ପ୍ରକଳ୍ପ ଭାବରେ ତୁମ ପାଖରେ ଥିବା ଇତିହାସର ଉତ୍ସ ବ୍ୟବହାର କରି ତୁମ ପରିବାର କିମ୍ବା ଯଦି ତୁମେ ଗ୍ରାମରେ ରହୁଛ ତେବେ ଗ୍ରାମର ଇତିହାସ ଲେଖ। ତୁମ ଶିକ୍ଷକଙ୍କୁ ତୁମକୁ ମାର୍ଗଦର୍ଶନ କରିବାକୁ କୁହ। ତାହେଲେ ଆଗ ଗ୍ରାମରେ କରିଦେବା। ତାହେଲେ ମୋ ଗ୍ରାମର ଇତିହାସ, ମୁଁ ରହୁଥିବା ଅଞ୍ଚଳରେ ହେଲା, ଓଡ଼ିଶାରେ ଅବସ୍ଥିତ କେଉଁ ଜିଲ୍ଲାରେ ଏବଂ ତମ ଗ୍ରାମର ନାମ କ'ଣ ହେଲା। ଏହା ଓଡ଼ିଶାର ଏକ ସୁନ୍ଦର ଏବଂ ପୁରାତନ ଗ୍ରାମ। ଏହି ପ୍ରକଳ୍ପରେ ମୁଁ ମୋ ଗ୍ରାମର ପୁରୁଣା ଇତିହାସ ବିଷୟରେ ଲେଖୁଛି। ସବୁ ଲେଖିବ। ମୁଁ ମୋ ଗ୍ରାମର ଇତିହାସ ଜାଣିବା ପାଇଁ ବ୍ୟବହାର କରିଥିବା ଉତ୍ସ ଲେଖିବ। ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ଠାରୁ କିଛି ତଥ୍ୟ, ପୁରୁଣା ଫଟୋ ବା ଚିତ୍ର, ଗ୍ରାମର ପୁରୁଣା ମନ୍ଦିର। ତାହେଲେ ଗ୍ରାମର ପୁରୁଣା ଇତିହାସ ଲେଖିବ। ଗ୍ରାମଟି ପ୍ରାୟ 200 ବର୍ଷ ପୁରୁଣା ବୋଲି ଗ୍ରାମର ବୟସ୍କ ବ୍ୟକ୍ତିମାନେ କୁହନ୍ତି। ପୂର୍ବରୁ ଏଠାରେ ଜଙ୍ଗଲ ଓ କ୍ଷେତ ଅଧିକ ଥିଲା। ଗ୍ରାମରେ ଏକ ଶିବ ମନ୍ଦିର ଅଛି ଯାହା ବହୁତ ପୁରାତନ ଏବଂ ଗ୍ରାମର ଗୌରବ ଅଟେ। ପୂର୍ବରୁ ଲୋକମାନେ ଶଗଡ଼ରେ ଯାତାୟାତ କରୁଥିଲେ। ପୂର୍ବରୁ ଗ୍ରାମର ଘରଗୁଡ଼ିକ ମାଟି, ପଥର ଓ ନଡ଼ା ଛପରରେ ନିର୍ମାଣ କରାଯାଉଥିଲା। ଗ୍ରାମର ଲୋକେ ଚାଷ କରି ଜୀବିକା ନିର୍ବାହ କରୁଥିଲେ। ଶିକ୍ଷା ବ୍ୟବସ୍ଥା ଅଧିକ ଉନ୍ନତ ନଥିଲା। ଚିକିତ୍ସା ପାଇଁ ବୈଦ୍ୟ, ଚେରମୂଳି ଆଦି ଉପାୟ ଉପରେ ନିର୍ଭର କରୁଥିଲେ। ଦୂର ସ୍ଥାନକୁ ଖବର ପଠାଇବା ପାଇଁ ଚିଠି ବ୍ୟବସ୍ଥା ଥିଲା ହେଲା। ତାପରେ ପରିବାରର ହେଲା, ପରିବାରରେ ଜେଜେମା ଓ ଜେଜେବାପାଙ୍କ ଠାରୁ ତଥ୍ୟ ଆମେ ସଂଗ୍ରହ କରିବା। ପୁରୁଣା ଫଟୋ ଚିତ୍ର ଦେଖିବା। ପୁରୁଣା ଘର ପରିଦର୍ଶନ କରିବା ହେଲା। ତମେ ଗ୍ରାମ ବିଷୟରେ ଲେଖିବ ନହେଲେ ପରିବାର ବିଷୟରେ ଯେଉଁଟା ଗୋଟେ ଲେଖିଦେବ ହେଲା। କିଛି ଦୁଇଟାଙ୍କ ଲେଖିବା ବି ଦରକାର ନାହିଁ। 2 ନମ୍ବର ପ୍ରଶ୍ନ, ଆମେ ଐତିହାସିକ ମାନଙ୍କୁ ଗୁପ୍ତଚରଙ୍କ ସହ ତୁଳନା କରିପାରିବା କି? କାରଣ ସହ ଉତ୍ତର ଦର୍ଶାଅ। ହଁ, ଆମେ ଐତିହାସିକମାନଙ୍କୁ ଗୁପ୍ତଚରଙ୍କ ସହ ତୁଳନା କରିପାରିବା। କାରଣ ଗୁପ୍ତଚରମାନେ ଯେପରି ଗୁପ୍ତ ତଥ୍ୟ ଓ ସଂକେତ ଖୋଜନ୍ତି, ଐତିହାସିକମାନେ ମଧ୍ୟ ପୁରୁଣା ଲେଖା, ଶିଳାଲେଖ, ସ୍ମାରକୀ ଏବଂ ମୁଦ୍ରା ଆଦିରୁ ପ୍ରମାଣ ସଂଗ୍ରହ କରନ୍ତି। ଗୁପ୍ତଚରମାନେ ଘଟଣାର ସତ୍ୟତା ବାହାର କରନ୍ତି, ସେହିପରି ଐତିହାସିକମାନେ ପୁରାତନ ଘଟଣାର ସତ୍ୟତା ଖୋଜି ବାହାର କରନ୍ତି। 3 ନମ୍ବର, ଗୁପ୍ତଚରମାନେ ପାଇଥିବା ସୂଚନାକୁ ଯାଞ୍ଚ କରି ସତ୍ୟକୁ ବାହାର କରନ୍ତି। ଐତିହାସିକମାନେ ମଧ୍ୟ ଅନେକ ପ୍ରମାଣ ମିଳାଇ ଘଟଣାର ସଠିକ୍ ଇତିହାସ ଲେଖନ୍ତି। ଗୁପ୍ତଚର ଯେପରି ଘଟଣାକୁ ପୁନଃ ଗଠନ କରନ୍ତି, ଐତିହାସିକମାନେ ମଧ୍ୟ ପୁରୁଣା ଘଟଣାକୁ ଏକ ଗଳ୍ପ ଭାବରେ ପୁନଃ ଗଠନ କରନ୍ତି। ଏ ସମସ୍ତ କାରଣରୁ ଐତିହାସିକମାନେ ଗୁପ୍ତଚରଙ୍କ ଭଳି କାମ କରନ୍ତି ବୋଲି କୁହାଯାଏ। ନେକ୍ସଟ ଦେଇଛି 3 ନମ୍ବର ଆମକୁ ତାରିଖ ସହିତ କିଛି ଅଭ୍ୟାସ କାର୍ଯ୍ୟ ହେଲା। ଏଠି ଆମେ କ୍ରମ ଅନୁସାରେ ସଜେଇବା। ପିଲାମାନେ ମନେ ରଖିଥ, ଆମର ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବକୁ ଆମେ ଖ୍ରୀଷ୍ଟ ପୂର୍ବ କହିବା, ବୁଝିଲା। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପରେ ଆମେ କ'ଣ କହିବା? ତାକୁ ଖ୍ରୀଷ୍ଟାବ୍ଦ କହିବା। ବୁଝି ହେଉଛି ତ? ତାହେଲେ ବୁଝି ହେଉଛି ତ? ତାହେଲେ 2024ଟା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପରେ ହେଲା, ତାହେଲେ ତାକୁ ଆମେ ଖ୍ରୀଷ୍ଟାବ୍ଦ କହିଲେ। ତାଙ୍କ ପୂର୍ବରୁ ଯେଉଁଟା ହେଇଥିବ ଆମେ ଖ୍ରୀଷ୍ଟ ପୂର୍ବ କହିବା। ତେଣୁ ଆମେ ସଜାଡ଼ି ଦେବା ତାକୁ। ଦେଖ ପିଲାମାନେ, ସବୁଠାରୁ 1900 ଖ୍ରୀଷ୍ଟପୂର୍ବ ହେଲା। ତାପରେ ସେତେବେଳେ ଅଧିକ ଥିବ, ତାପରେ କମି କମି ଆସିବ। କମି କମି ଆସିକି ଯେତେବେଳେ ଏଠି ଆମର 0 ହେଇଯିବ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ତାପରେ ଏଠି ଖ୍ରୀଷ୍ଟ ପୂର୍ବ ଗଲା। ତାପରେ ଏଠୁ ଆମର ହେଲା, ଏଠି 0 ଥିବ ମଝିରେ, ତାପରେ 100ରୁ ଏମିତି ଆରମ୍ଭ ହେଲା ଖ୍ରୀଷ୍ଟାବ୍ଦ। ଏଇଭଳି ଭାବରେ ତମେ ସଜାଡ଼ିବ। ସବୁଠୁ ସାନ ହେଉଛି ଏଇଟା, ତାପରେ ସବୁଠାରୁ ବଡ଼ ହେଉଛି ଏଇଟା। ଖରେ ଆମକୁ ଦେଇଛି, ଯଦି ରାଜା ଚନ୍ଦ୍ରଗୁପ୍ତ 320 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥାନ୍ତେ ତେବେ ସେ କେଉଁ ଶତାବ୍ଦୀର ବୋଲି ଗଣା ଯାଇଥାନ୍ତେ ଏବଂ ବୁଦ୍ଧଙ୍କ ଜନ୍ମ ପରେ ଏହା କେତେ ବର୍ଷ ଥିଲା? ପିଲାମାନେ 1ରୁ 100 ହେଲା ଆମର ପ୍ରଥମ ଶତାବ୍ଦୀ, 101ରୁ 200 ଦ୍ୱିତୀୟ ଶତାବ୍ଦୀ, ଏମିତି ତୃତୀୟ ଶତାବ୍ଦୀ, ଚତୁର୍ଥ ଶତାବ୍ଦୀ ହେଲା। ଚନ୍ଦ୍ରଗୁପ୍ତ 320 ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଛନ୍ତି। ବୁଦ୍ଧଙ୍କ ଜନ୍ମ 563 ହେଲା। ଟୋଟାଲ ତାଙ୍କୁ ମିଶାଇ ଦେଲେ ଆମର 883 ବର୍ଷ ହେଲା। ଇଏ 563, ଏଠୁ 0 ଆସିଥିବ ହେଲା, 0ରୁ ପୁଣି ମିଶାଇଥିବ 320, ବୁଝିଲା। ଏଇଟା ପୂର୍ବ ହେଲା, ମାନେ 0 ଏ ପୂର୍ବରୁ 563 ଥିଲା ହେଲା, 0 ପରେ ଆସିଛି ମଧ୍ୟ 320। ନେକ୍ସଟ, ଝାନ୍ସୀର ରାଣୀ 1828 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ କେଉଁ ଶତାବ୍ଦୀର ଥିଲେ? ଭାରତର ସ୍ୱାଧୀନତା ପୂର୍ବରୁ ଏହା କେତେ ବର୍ଷ ଥିଲା? ପିଲାମାନେ ଏଇଟା ଯେତିକି ଦେଇଥିବ ତାକୁ ଆମେ 1 ମିଶାଇ ଦେବା। ମାନେ 1828ରେ ପ୍ରଥମ 18 ହେଲା, 19 ଶତାବ୍ଦୀରେ ସେ
1828 ମସିହା ଅର୍ଥାତ୍ 19 ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ। ହେଲା, ଯେତିକି ଶତାବ୍ଦୀ ଜାଣିବାକୁ ଅଛି ଆମର ତାକୁ ଏକ ମିଶାଇଦେବା। ଆହୁରି ଦେଇଛି କ'ଣ, ଭାରତ ସ୍ୱାଧୀନତା ହେଇଥିଲା ଆମର 1947 ମସିହାରେ। ହେଲା, ତେଣୁ ସେ 119 ବର୍ଷ ପୂର୍ବରୁ ଜନ୍ମ ହୋଇଥିଲେ। ନେକ୍ସଟ ଦେଇଛି 12,000 ବର୍ଷ ପୂର୍ବକୁ ଏକ ତାରିଖରେ ପରିଣତ କର। ତାହେଲେ 12,000 ବର୍ଷ ପୂର୍ବେ ମାନେ ଆମର 2000 ଖ୍ରୀଷ୍ଟାବ୍ଦକୁ ଧରୁଛେ, ତାହେଲେ 10,000 ହେଲା, ଇଏ ହେଲା 10,000 ଖ୍ରୀଷ୍ଟପୂର୍ବ। ହେଲା, କାରଣ 2000ଟା ଆମର ଯୀଶୁଙ୍କ ଜନ୍ମଦିନ ଜନ୍ମ ଇଏ, ତା ପୂର୍ବରୁ ପରେ ଆମେ କାଲକୁଲେଟ୍ କରୁଛେ। ହେଲା, 0 ଠାରୁ ଦେଖ 0 ଏପଟେ 12,000 ରହିଲା, 12,000 ବର୍ଷ ପୂର୍ବେ ଦେଇଛି। ହେଲା, ବର୍ତ୍ତମାନ ମନେକର 3,000 ମନ ଭାବ ବର୍ତ୍ତମାନ 2,200 ଚାଲିଛି। ହେଲା, ୟାର 200 ବର୍ଷ ପୂର୍ବେ କ'ଣ ଥିଲା, 2,000 ଥିଲା। ବୁଝିଲା ତ? ସେମିତି 4 ନମ୍ବର ପ୍ରଶ୍ନ, ନିକଟସ୍ଥ ସଂଗ୍ରହାଳୟ ପରିଦର୍ଶନ ପାଇଁ ଯୋଜନା କର। ସଂଗ୍ରହାଳୟରେ କେଉଁ ଯେଉଁ ପ୍ରଦର୍ଶନୀ ରହିଛି ସେ ବିଷୟରେ କିଛି ପୂର୍ବ ଗବେଷଣା ସହିତ ପରିଦର୍ଶନ ପାଇଁ ପ୍ରସ୍ତୁତ କରାଯିବା ଉଚିତ। ଭ୍ରମଣ ସମୟର ଅନୁଭୂତି ଖାତାରେ ଲେଖ। ପରିଦର୍ଶନ ଏବଂ ପ୍ରଦର୍ଶନୀ ବିଷୟରେ କ'ଣ ଆକର୍ଷଣୀୟ ବା ମଜାଦାର ଥିଲା ତାହା ଉପରେ ଆଲୋକପାତ କରି ସଂକ୍ଷିପ୍ତ ବିବରଣୀ ଲେଖ। ତାହେଲେ ମୁଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଭୁବନେଶ୍ୱରକୁ ପରିଦର୍ଶନ କରିବାକୁ ଯୋଜନା କଲି। ମୁଁ କ'ଣ ପୂର୍ବରୁ ଗବେଷଣା କରିଥିଲି ତା ବିଷୟରେ ଏଇଟା ଲେଖିବ ଏଠି, ତାପରେ ବୁଲିଯିବା କଥା ଲେଖିବ। ହେଲା, ମୁଁ ଆଜି ମୋର ସହପାଠୀ ଓ ଶିକ୍ଷକଙ୍କ ସହିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଗଲି। ସଂଗ୍ରହାଳୟ ଭିତରକୁ ପ୍ରବେଶ କରିବା ମାତ୍ରେ ମୋତେ ଲାଗିଲା ଯେ ମୁଁ ସମୟର ବହୁତ ପଛକୁ ପୁରୁଣା ସମୟକୁ ଫେରିଗଲି। ଏଠାରେ ଐତିହ୍ୟ, କଳା, ସଂସ୍କୃତି ଓ ପ୍ରାଚୀନ ସଭ୍ୟତା ସମ୍ପର୍କିତ ଅନେକ ଦୁର୍ଲଭ ତଥ୍ୟ ସଂଗ୍ରହ କରାଯାଇଛି। ପ୍ରଥମେ ଆମେ ମୌର୍ଯ୍ୟ, କୁଷାଣ, ମଧ୍ୟଯୁଗୀୟ ଏବଂ ବ୍ରିଟିଶ ଯୁଗର ପୁରାତନ ମୁଦ୍ରା ଦେଖିଲୁ। ସେଗୁଡ଼ିକ ବହୁତ ଛୋଟ ଭିନ୍ନ ଆକୃତିର ଥିଲା। ଯାହା ଯାହା ତୁମେ ଦେଖିଲ, ହେଲା, ଏଠି ମୁଁ ଲେଖିଦେଇଛି, ତାକୁ ବର୍ଣ୍ଣନା କରିବ। ତାପରେ ଲେଖିବ ସବୁଠାରୁ ମଜାଦାର ଅନୁଭୂତି କ'ଣ, ସବୁଠୁ ଆକର୍ଷଣୀୟ ବିଷୟ। ଏଠାରେ ହଜାର ହଜାର ବର୍ଷ ପୁରୁଣା ଜିନିଷକୁ ଏତେ ଭଲ ଯତ୍ନରେ ସଂଗ୍ରହ କରି ରଖାଯାଇଛି। ପୁରାତନ ଖଣ୍ଡା, ଢାଲ, ପଟ୍ଟଚିତ୍ର, ବ୍ରୋଞ୍ଜ, ଦେବାଦେବୀ ମୂର୍ତ୍ତି ଏବଂ ପଶୁଭଙ୍ଗୀ ମଡେଲ ଦେଖିବାକୁ ରୋମାଞ୍ଚକର ଥିଲା। 5 ନମ୍ବର ପ୍ରଶ୍ନ, ତୁମ ବିଦ୍ୟାଳୟକୁ ଜଣେ ପ୍ରତ୍ନତତ୍ତ୍ୱବିତ୍ କିମ୍ବା ଐତିହାସିକଙ୍କୁ ନିମନ୍ତ୍ରଣ କର ଏବଂ ସେମାନଙ୍କୁ ତୁମ ଅଞ୍ଚଳର ଇତିହାସ ବିଷୟରେ ଏବଂ ଏହା ଜାଣିବା କାହିଁକି ଆବଶ୍ୟକ ଅଟେ ସେ ବିଷୟରେ କହିବାକୁ କୁହ। ତାହେଲେ ଆମ ବିଦ୍ୟାଳୟକୁ ଜଣେ ପ୍ରତ୍ନତତ୍ତ୍ୱବିତ୍କୁ ନିମନ୍ତ୍ରଣ କରାଗଲା। ସେ ଆସି ଛାତ୍ରଛାତ୍ରୀଙ୍କୁ ଆମ ଅଞ୍ଚଳର ଇତିହାସ ବିଷୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବରେ କହିଲେ। ସେ କହିଲେ ଯେ ଆମ ଅଞ୍ଚଳ ପୁରାତନ କାଳରୁ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଧନ୍ୟ। ପୁରୁଣା ମନ୍ଦିର, ପୁରାତନ ସ୍ଥାପତ୍ୟ, ମୂର୍ତ୍ତି, ଶିଳାଲିପି ଓ ପୁରାତନ ସାମଗ୍ରୀ ଆମ ପୂର୍ବଜମାନଙ୍କର ଜୀବନଶୈଳୀ, କଳା, ଧର୍ମ ଓ ସମାଜ ବିଷୟରେ ଆମକୁ ଜଣାଇଥାଏ। ଏହା ଆମ ଗୌରବମୟ ଅତୀତର ପ୍ରମାଣ। ଆହୁରି ମଧ୍ୟ ସେ କହିଲେ ଯେ ନିଜ ଅଞ୍ଚଳର ଇତିହାସ ଜାଣିବା ପାଇଁ ଅତ୍ୟନ୍ତ ଆବଶ୍ୟକ, କାରଣ ଇତିହାସ ଆମକୁ ଆମର ମୂଳ ପରିଚୟ ବିଷୟରେ ଜଣାଇଥାଏ। ପୂର୍ବଜମାନଙ୍କର ଭୁଲ ଓ ସଫଳତାରୁ ଆମେ ଶିକ୍ଷା ଲାଭ କରିଥାଉ। ଆମ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା କରିବାର ପ୍ରେରଣା ମିଳିଥାଏ। ଭବିଷ୍ୟତକୁ ଭଲ କରିବା ପାଇଁ ଅତୀତର ଜ୍ଞାନ ଆବଶ୍ୟକ। ଶେଷରେ ସେ ଆମକୁ କହିଲେ ଯେ ଆମେ ସମସ୍ତେ ଆମ ଅଞ୍ଚଳ ପୁରାତନ ସ୍ମାରକୀ ଓ ଐତିହ୍ୟକୁ ସୁରକ୍ଷା କରିବା ଉଚିତ ଓ ଆମେ ମଧ୍ୟ ତାଙ୍କ କଥା ଶୁଣି ପ୍ରେରିତ ହେଲୁ। ବିଷୟଟି ସରିଗଲା ପିଲାମାନେ। ଧନ୍ୟବାଦ ପିଲାମାନେ। ଭିଡ଼ିଓକୁ ଭଲ ଲାଗିଥିଲେ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ।